କନ୍ଧମାଳ ଜିଲ୍ଲାରେ ଜାତୀୟ ଯୁବ ଉତ୍ସବ 2025 ପାଳନ ଅବସରରେ ଫୁଲବାଣୀସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷକ ମହାବିଦ୍ୟାଳୟରେ ଅଡିଟୋରିୟମରେ ଆଜି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇଙ୍କ ସମେତ ସରକାରୀ ଶିକ୍ଷକ ପ୍ରଶିକ୍ଷକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂସ୍କୃତି ଅଧିକାରୀ ସରକାରୀ ସିଟିର ଅଧ୍ୟକ୍ଷ ପ୍ରମୁଖ ଏହି ପ୍ରତିଯୋଗିତାରେ ଗୁଡ଼ିକରେ ଶୁଭାରମ୍ଭ କରିଥିଲେ। ଦଳଗତ ଲୋକନୃତ୍ୟରେ ନୂତନ କଳାକେନ୍ଦ୍ର ଫୁଲବାଣୀ ସୋଲ ଲୋକନୃତ୍ୟରେ ସୁଶ୍ରୀ ନିହାରିକା ନାୟକ, ଦଳଗତ ଲୋକ ସଙ୍ଗୀତରେ ଫ୍ରେଣ୍ଡସ୍ କ୍ଲବ ଫୁଲବାଣୀ, ଏକକ ଲୋକ ସଙ୍ଗୀତରେ ଚିନ୍ମୟ ବେହେରା, ହିନ୍ଦୀ କବିତା ଲିଖନରେ ପ୍ରଭାକର ନନ୍ଦ, ଇଂରାଜୀ କବିତା ଲିଖନରେ ଝରଣା ରାଣୀ ବେସରା, ହିନ୍ଦୀ ଗଳ୍ପ ଲିଖନରେ ମନବିନା ପ୍ରିୟଦର୍ଶିନୀ, ଇଂରାଜୀ ଗଳ୍ପ ଲିଖନରେ ସ୍ନେହା ନାୟକ, ଚିତ୍ରକଳାରେ ଅପରାଜିତା କହଁର, ହିନ୍ଦୀ ଔପଚାରିକ ବର୍ତ୍ତୁଦାରେ ଚିରଞ୍ଜିତ ଗୋଚ୍ଛାୟତ ଏବଂ ଇଂରାଜୀ ଔପଚାରିକ ଚିତ୍ରକଳାରେ ବକ୍ତୃତାରେ ସୌମ୍ୟରଞ୍ଜନ ସାହୁ ପ୍ରମୁଖ ପ୍ରଥମ ସ୍ଥାନ ଗ୍ରହଣ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡ଼ିଛି। ଦଳଗତ ଲୋକନୃତ୍ୟ, ଦଳଗତ ଲୋକ ସଙ୍ଗୀତରେ 10 ଜଣ ଲେଖାଏଁ, ଅନ୍ୟ ପ୍ରତିଯୋଗିତାରେ 1 ଜଣ ଲେଖାଏଁ ସମୁଦାୟ 29 ଜଣ ଚଳିତ ମାସ 20 ତାରିଖ ଦିନ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶଗ୍ରହଣ କରିବେ। ଚଳିତ ମାସ 18 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଏହି ସବୁ ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ କରାଯିବ। ତେବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କ ବୟସ ସୀମା 15ରୁ 29 ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରତିଯୋଗିତା ମାନେ ସାଙ୍ଗରେ ଆଧାର କାର୍ଡ, ମୋବାଇଲ ନମ୍ବର ନେବା ଆବଶ୍ୟକ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ଯିବା ଆସିବା ଖର୍ଚ୍ଚ ଦିଆଯିବ। ତା ସହିତ ସେମାନଙ୍କ ରହିବା ବ୍ୟବସ୍ଥା ସରକାର ତରଫରୁ କରାଯିବ ବୋଲି ଜଣାପଡ଼ିଛି। ଆଜିର କୁର୍ତ୍ତା ପ୍ରତିଯୋଗିତା ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅନ୍ୟ ପ୍ରତିଯୋଗିତା ମାନଙ୍କୁ ମଧ୍ୟ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାଯିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ପ୍ରାରମ୍ଭରେ ଏହି ଜାତୀୟ ଯୁବକ ଉତ୍ସବ 2025 ଉତ୍ସବରେ ସମ୍ୟକ ସୂଚନା ପ୍ରଦାନ କରାଯିବା ବେଳେ ସାମ୍ବାଦିକ ଅଶୋକ କୁମାର ମହାନ୍ତିଙ୍କ ପରିଚାଳନା କରିଥିଲେ। ଏହି ଶିକ୍ଷକ ପ୍ରଶିକ୍ଷକ ମହାବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କନ୍ଧମାଳରୁ କ୍ୟାମେରା ପର୍ସନ ନରେଶ କୁମାର ନାୟକଙ୍କ ସମେତ ବିରୁପାକ୍ଷ ନାୟକଙ୍କ ରିପୋର୍ଟ, ତେଜ ପ୍ରତୀକ ମିଡ଼ିଆ।